जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर आस्ट्रो सेशन आरंभ करवा आज आस्ट्रो सेशन क्रम आज आम सर्वप्रथम जानिबा जे घात बार प्रत्येक राशि अनुଯାयी किछि किछि राशि प्रत्येक राशिंकर गोटे गोटे बार से घात बार अटे। घात बार माने से दिन से बार रे तांकर बहुत प्रकार अमंगल हुए, बहुत प्रकार प्रॉब्लम सृष्टि हुए। तो ସେଇ ସବୁ ବାର ଗୁଡାକ ବିଷୟରେ ଆମେ ଅବଗତ ହବା। ଯଦି କୌଣସି ଲୋକ ସେଇଦିନ କୌଣସି ତାଙ୍କର ଶୁଭ କାମ କରନ୍ତି ତାହେଲେ ସେ କାମରେ ବିଭିନ୍ନ ପ୍ରକାର ବାଧା ବିଘ୍ନ ଉପୁଜୁଥାଏ। ଏ ଜିନିଷଟା ସେମାନେ ଅନୁଭବ ନିଜେ ରିଲେଟ କରିପାରିବେ ଯେତେବେଳେ ଆମେ ଘାତ ବାର ପଢିବା। ଯୋଉ ଘାତ ବାର ଆମେ ଏଇଥିପାଇଁ ପଢୁଛୁ, ଧର ମେଷ ରାଶି, ମେଷ ରାଶି ପାଇଁ ଘାତ ବାର ହଉଛି ରବିବାର। ମେଷ ରାଶି ବାଲାଙ୍କୁ ରବିବାର ଦିନ ଟିକେ ଜଗି ରଖି କାମ କରିବା ଦରକାର। ତ ଏଇଭଳି ଭାବରେ ଆମେ ଆମେ ଜାଣିବା ଯେ ମେଷ ରାଶି ପାଇଁ ଘାତ ବାର, ଘାତ ମାନେ ବିଘ୍ନ, ଏଇ ହିସାବରେ ଆପଣ ମାନେ ନିଅନ୍ତୁ। ଘାତ ମାନେ ବିଘ୍ନ। ତ ଆଜି ଆମେ ପଢିବା ଘାତ ବାର। ଏଇଟା ବହୁତ ହି ଗୁରୁତ୍ୱପୂର୍ଣ୍ଣ, ବହୁତ ହି ଇମ୍ପୋର୍ଟାଣ୍ଟ, କାରଣ ଏଇଟା ବହୁତ ଫ୍ରିକ୍ୱେଣ୍ଟ ଆସେ। ପ୍ରତ୍ୟେକ ସପ୍ତାହରେ ତ ବାର ରହିବ, ପ୍ରତ୍ୟେକ ବାରରେ କିଛି ନା କିଛି ମଣିଷର କାମ ରହିବ। ତେବେ ମଣିଷକୁ ତାର ଇମ୍ପୋର୍ଟାଣ୍ଟ କାମ କଲା ବେଳେ ଏଇ ବାରକୁ ଯୋଉ ଯୋଉ ରାଶି ବାଲାଙ୍କର ଯୋଉ ଯୋଉ ବାର ହେଇ ନଥିବ, ସେଇ ସେଇ ରାଶି ବାଲାଙ୍କର ସେଇ ସେଇ ଟିକେ ଜଗି ରଖି କାମ କରିବା ଦରକାର। ଆମେ ପ୍ରଥମେ ଆଗ ରାଶିର ନାଁ ଗୁଡା ଲେଖିଦବା। ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। ଠିକ ଅଛି, 12ଟା ରାଶି ହେଇଗଲା। ଏବେ ଆମେ ଚାଲନ୍ତୁ ଘାତ ବାର ବିଷୟରେ ଜାଣିବା। ଘାତ ବାରଟା ହଉଛି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ। ରାଜବାବୁ ମୋର ସ୍କ୍ରିନ ଆସୁଛି? ହୁଁ। ରାଜୁ ସ୍କ୍ରିନ ଆସୁଛି? ନା ନା ସ୍କ୍ରିନ କଟିଗଲା। ଆସୁଛି? କଟିଗଲା କଟିଗଲା। ହଉ, ଗୋଟେ ସେକେଣ୍ଡ। ହୁଁ ଆଇଲା। ଆସିଲା? ଏବେ ସ୍କ୍ରିନ ହୁଁ ଆସିଲା? ହୁଁ ହଁ ହଁ, ଆସିଲା ଠିକ ଆସିଲା। ଅଛି। ଭାଇ ଦେଖ, ମୁଁ ଆଉ ଥରେ ମୂଳରୁ ତୁମକୁ ଭଲସେ ବୁଝଉଛି, କାହିଁକି ନା ସ୍କ୍ରିନ୍ ଟିକେ ଉଡି ଯାଇଥିଲା। ତମେ ଏଇଟାକୁ ଭଲସେ ମନ ଦେଇକି ଶୁଣ। ଆରେ ଘାତ ବାର ମାନେ କଣ? ମାନେ ସେଇ ଦିନ ସେଇ କାମ, ସେଇ ବାରଟା ତା ପାଇଁ ବ୍ୟାଘାତ ସୃଷ୍ଟି କରିବ। ଏଇଟା ଆଗକୁ ଯାଇକି ମୁଁ ଆହୁରି ଡେସ୍କ୍ରାଇବ କରିବି। ଧର ମେଷ ରାଶି ବାଲାଙ୍କର ଘାତ ବାର ହଉଛି ରବିବାର, ତାହେଲେ କଣ ପୁରା ରବିବାର ଟା ତା ପାଇଁ ଡେଞ୍ଜରସ୍? ନା, ସେମିତି ନୁହଁ। ୟାର ବି ହାଇଅର ଷ୍ଟେବୁଲ ଅଛି। ଧର ଗୋଟେ ଲୋକକୁ, ଗୋଟେ ଗୋଟେ ଦ୍ୱିତୀୟ ଶ୍ରେଣୀ ପିଲାକୁ କୁହାହବ, ଆରେ ବାପା ଗାଇ ରଚନା ଲେଖିଲୁ, କି ପଞ୍ଚମ ଶ୍ରେଣୀ ପିଲାକୁ କୁହାହବ ଗାଇ ରଚନା ଲେଖିଲୁ। ସିଏ କଣ ଲେଖିବ? ଗାଈ ଆମର ମା, ତାର ଦିଟା ସିଂହ, ଗୋଟେ ପାଟି, ସେ କ୍ଷୀର ଦିଏ, ନଡା ଖାଏ, କୁଟା ଖାଏ, ଆମେ ଗୋବର ପାଉ, ଏମିତିଆ ଲେଖିବ। ଯଦି ସେଇ ଗାଈ ଉପରେ ରଚନା ଯଦି ଗୋଟେ ଗାଈ ମାନେ ପଶୁ ବିଜ୍ଞାନୀ କିମ୍ବା ପଶୁ ଚିକିତ୍ସକ ଲେଖିବ, ତାହେଲେ ସେ ତାର ଯୋଉ ଭଳି ଭାବରେ ଲେଖିବ ଆପଣ ମାନେ ବୁଝିପାରୁଥିବେ। ତେଣୁ ଏଗୁଡାକ ହଉଛି ବେସିକ୍ସ। ଏଇ ବେସିକ୍ସ ଗୁଡାକ ଯଦି ଆପଣ କ୍ଲିୟର ନ ହେଇଥିବେ, ତାହେଲେ ଆମେ ଯେତେବେଳେ ଆଡଭାନ୍ସ ପଢିବା ଆପଣ ମାନେ ଧରିପାରିବେନି। ଏଟା ଛୋଟ ଛୋଟ ଭିଡିଓ ହେଲେ ବି ଆପଣ ମାନେ ଯେତେ ମନେ ନ ରଖିବେ ବା ତା ବିଷୟରେ କିଛି ଗୋଟେ ସମ୍ୟକ ଧାରଣା ସବୁ ତ ମନେ ରହିବନି ସମସ୍ତଙ୍କର, କିନ୍ତୁ ଆପଣ ଗୋଟେ ସମ୍ୟକ ଧାରଣା ଯଦି ନ ରଖିଥିବେ, ଆପଣ ମାନେ ପ୍ରୋବ୍ଲେମ ଫେସ୍ କରିବେ। ବୁଝିପାରୁଛନ୍ତି ତ? ସେଇଥିପାଇଁ ମୁଁ ଆପଣଙ୍କୁ ବାରମ୍ବାର ବାରମ୍ବାର ବୁଝେଇ କଥା ଗୁଡାକ କହୁଛି। ତ ମେଷ ରାଶି ପାଇଁ ଘାତ ବାର କଣ ହେଲା? ଏଟା ହେଲା ରାଶି, ଏଟା ହେଲା ଘାତ ବାର। ଠିକ ଅଛି। ମେଷ ରାଶି ପାଇଁ ଘାତ ବାର ହେଲା ରବିବାର। ବୃଷ ରାଶି ପାଇଁ କଣ ହେଲା? ନା ଶନିବାର ହେଲା ଘାତ ବାର। ମିଥୁନ ରାଶି ପାଇଁ ଘାତ ବାର କଣ ଆସିଲା? ନା ସୋମବାର। ଆଚ୍ଛା, କର୍କଟ ରାଶି ପାଇଁ ଘାତ ବାର କଣ ଆସିଲା? ନା ବୁଧବାର। ତାହେଲେ ସିଂହ ରାଶି ପାଇଁ କଣ ଘାତ ବାର ଆସିଲା? ନା ଶନିବାର। ତାହେଲେ କନ୍ୟା ରାଶି ପାଇଁ ଆଜି କଣ ଘାତ ବାର ଆସିଲା? ସେଇ ଶନିବାର। ତୁଳା ରାଶି ପାଇଁ କଣ ଘାତ ବାର ଆସିଲା?
ନା ଗୁରୁବାର। ବିଛା ରାଶି ପାଇଁ କଣ ଘାତ ବାର ଆସିଲା? ନା ଶୁକ୍ରବାର। ଧନୁ ରାଶି ପାଇଁ କୋଉ ଘାତ ବାର ଆସିଲା? ସେଇ ବି ଶୁକ୍ରବାର। ମକର ରାଶି ପାଇଁ କଣ ଘାତ ବାର ଆସିଲା? ନା ମଙ୍ଗଳବାର। କୁମ୍ଭ ରାଶି ପାଇଁ କଣ ଘାତ ବାର ଆସିଲା? ନା ଗୁରୁବାର। ଆଉ ମୀନ ରାଶି ପାଇଁ ଶୁକ୍ରବାର। ଠିକ ଅଛି। ତେଣୁ ଆପଣ ମାନେ ଦେଖନ୍ତୁ, ଯେତିକ ଘାତ ଭାର ରହିଲା, ଆପଣ ମାନେ ଏଟାକୁ ବାରମ୍ବାର ପଢିବା ଦ୍ୱାରା ଏଟା ଆପଣ ମାନଙ୍କର ମନେ ରହିବ। ଆପଣ ମାନେ ଯଦି ଆପଣ ସବୁ ରାଶିରେ ମନେ ନ ରଖିପାରିବେ, ଆଟଲିଷ୍ଟ ଆପଣଙ୍କ ରାଶିରେ ମନେ ରଖନ୍ତୁ। ମେଷ ରାଶି ପାଇଁ ରବିବାର, ବୃଷ ରାଶି ପାଇଁ ଶନିବାର, ମିଥୁନ ରାଶି ପାଇଁ ସୋମବାର, କର୍କଟ ରାଶି ପାଇଁ ବୁଧବାର, ସିଂହ ରାଶି ପାଇଁ ଶନିବାର, କନ୍ୟା ରାଶି ପାଇଁ ଶନିବାର, ତୁଳା ରାଶି ପାଇଁ କୋଉ ବାରେ? ଗୁରୁବାରେ। ବିଛା ରାଶି ପାଇଁ କି ଶୁକ୍ରବାରେ, ଧନୁ ରାଶି ପାଇଁ କି ଶୁକ୍ରବାରେ, ମକର ରାଶି ପାଇଁ କି ମଙ୍ଗଳବାରେ, କୁମ୍ଭ ରାଶି ପାଇଁ କି ଗୁରୁବାରେ, ମୀନ ରାଶି ପାଇଁ କି ଶୁକ୍ରବାର। ଆପଣ ମାନେ ସବୁ ମନେ ନ ରଖି ବର୍ତ୍ତମାନ ଷ୍ଟେଜରେ ଆପଣଙ୍କ ରାଶି ପାଇଁ କୋଉଟା ଘାତ ବାର, ସେ ବାରରେ ଆପଣଙ୍କୁ ବିଭିନ୍ନ ପ୍ରକାର ଘାତ ବ୍ୟାଘାତ ସୃଷ୍ଟି ହେଇପାରେ, ସେଗୁଡାକ ଆପଣ ମନେ ରଖନ୍ତୁ। ଏବଂ ଏଗୁଡାକ ମନେ ରଖିବା ଦ୍ଵାରା ଆପଣ କଣ ହବ ନା, କୌଣସି ଶୁଭ ଡିସିସନ ନେବା ଆଗରୁ ଆପଣ ମାନେ ସେ ବାରଟାକୁ ଆଭଏଡ କରିବାକୁ ଚେଷ୍ଟା କରିବେ। କ୍ଲିୟର? ତ ଆଜିର ସେସନରେ ଆମେ ମାନେ କ୍ଲିୟର ହେଲେ ଘାତ ବାର ବିଷୟରେ। ଠିକ ଅଛି ନା? ତ ଘାତ ବାର ବିଷୟରେ ଆଜିର ସେସନ ଆମେ କ୍ଲିୟର ହେଲେ। ଆପଣ ମାନେ ବି ଗୋଟେ ଜିନିଷ ଏଟାକୁ କ୍ଲିୟରଲି ମନେ ରଖିବେ, ଘାତ ବାରଟାକୁ ଆପଣ ଆଭଏଡ କରିବେ ଶୁଭ କାମ କରିବା ପାଇଁ। କୌଣସି ଶୁଭ କାମ ଆପଣଙ୍କର କରିବା ପାଇଁ ଅଛି, ଚାକିରୀ କ୍ଷେତ୍ରରେ ହଉ, କର୍ମ କ୍ଷେତ୍ରରେ ହଉ, ବିଜନେସ କ୍ଷେତ୍ରରେ ହଉ, ନୂତନ ଯାତ୍ରା କ୍ଷେତ୍ରରେ ହଉ। ଆଉ ଗୋଟେ ତ ୱାର୍ଡ ଅଛି, ନେସେସିଟି ହାଜ ନୋ ଲ। ନେସେସିଟିରେ କହୁଛି ଆକୁରେ ନିୟମ ନାସ୍ତି, ସେଟା ବି ଅଛି। ପ୍ରତ୍ୟେକ ଜିନିଷର କିଛି ଫଣ୍ଡାମେଣ୍ଟାଲ ଜିନିଷ ଅଛି କି ସେଠି ନିୟମ ଧରାଯିବ ଧରାଯିବନି, ସେମିତି ଅଛି। କିନ୍ତୁ ଜେନେରାଲି ଆଜ ଏ ହୋଲ ଆମେ ଘାତ ବାରରେ କୌଣସି କାମ କରିବା ଉଚିତ ନୁହେଁ। ଶୁଭ କାମ କରିବା ଉଚିତ ନୁହେଁ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।